ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ପ୍ରଭୁ ଯୀଶୁଙ୍କୁ ବି ଧନ୍ୟବାଦ, ପ୍ରଭୁ ପରମେଶ୍ୱରଙ୍କ ଦାସଙ୍କୁ ବି ଧନ୍ୟବାଦ। ଆଉ ଏଇଟା ହେଉଛି ମୋର ସାନ ଭାଇ, ଆପଣମାନେ ଆଗରୁ ବି ଦେଖିଥିବେ। ଆଉ ଆପଣମାନଙ୍କର ସେ ସ୍ନେହ ପ୍ରେମ ଆପଣମାନଙ୍କର ସେ ପ୍ରାର୍ଥନା ଦ୍ୱାରା ପରମେଶ୍ୱର ଆମମାନଙ୍କୁ, ମୋର ଭାଇକୁ, ମୋର ପରିବାରକୁ ଆଜି ବହୁତ ସୁନ୍ଦର ଜାଗାରେ, ବହୁତ ସୁନ୍ଦର ଲେଭେଲରେ ପହଞ୍ଚେଇଛନ୍। ଆଉ ସେଥିର ମୂଳ ବିଷୟ ହେଉଛି ଆପଣମାନଙ୍କର ପ୍ରାର୍ଥନାରେ ଏତେ ପାୱାର ଅଛି, ଏତେ ଶକ୍ତିଶାଳୀ ଅଛି। ପରମେଶ୍ୱର ନିଜେ କହିଛନ୍ ତୁମମାନଙ୍କୁ ସେ ଅଧିକାର ଦିଆଯାଇଛି ବୋଲି। ଆଉ ସେ ଅଧିକାର ଆପଣମାନଙ୍କର ମୁଖରେ ଅଛି। ଆପଣ ଯେଭଳି ଭାବରେ ଘୋଷଣା କରିବେ, ଆପଣ ଯେଭଳି ଭାବରେ ଆମମାନଙ୍କର ପାଇଁ ଚାହିଁବେ, ସେହିପରି ଭାବରେ ହିଁ ଆମମାନଙ୍କର ଜୀବନରେ ତାହା ନିଶ୍ଚିତ ଭାବରେ ହେବା। ଆଉ ପରମେଶ୍ୱର ସେ ଅଧିକାର ଆମକୁ ଦେଇଛନ୍। ହୋଇପାରେ ଆପଣମାନେ ମୋ ଠାରୁ ଆହୁରି ବେଶୀ ଜାଣିଛନ୍, କିନ୍ତୁ ପରମେଶ୍ୱର ଏହି ବଚନଟି ଦେଇଛନ୍। ଆଉ ସେ ବଚନଟା ମୋର ମନରେ ଆସିଲା ଯେ ମୁଇଁ ଆପଣଙ୍କୁ କହିଲି। ଆଉ ଏଇଟା ହେଉଛି ମୋର ଭାଇ, ମୋ ସାନ ଭାଇ ବିଶ୍ୱନାଥ ବାହାରେ ତାର ନା। ଆଉ 2023ରେ ଆମେ ଦୁଇ ଭାଇ ଇଣ୍ଡିଆନ୍ ଆର୍ମି ଫୋର୍ସରେ ଦୁଇ ଭାଇ ଆମେ ଇଣ୍ଟରଭ୍ୟୁ ଦେଇଥିଲୁ। ଆଉ ଆମର ରିଟିନ୍ ବି ପାସ୍ କଲୁ। ଫିଜିକାଲ୍ ରନିଂ ଫନିଂ ଠାରୁ ଆରମ୍ଭ କରି ସବୁ କିଛି ପାସ୍ କଲୁ। ଆଉ ଯେତେବେଳେ ଶାରୀରିକ ମେଡ଼ିକାଲଟା ଆମର ଯେତେବେଳେ ଚେକିଂ ଚାଲିଲା, ତ ସେ ଟାଇମ୍ରେ ମୁଇଁ ତ ସେ ମୋର ଅଲଗା ଅଲଗା ରୁମ୍ରେ ମେଡ଼ିକାଲ ହେଲା ପରେ ମୁଁ କେବେ ବି କଲର୍ର ନାଁ ନେଇ ଜାନି, ଆଜ ତକ ବି ନେଇ ଜାନି। ଖାଲି ପଢ଼ସି ଯେ କଲର୍ ଏଇଟା ବୋଲି, କିନ୍ତୁ ଆଜି ତ ଖାଲି 3ଟାରୁ 4ଟା କଲର୍ର ନାଁ ହେଇଯାସି, ତାପରେ ଟୋଟାଲି ନେଇ ଜାନେ ମୁଁ। ତ ମୋତେ ମେଡ଼ିକାଲରେ ଯେତେବେଳେ ସେ ଅଫିସର ବ୍ରିଗେଡ଼ିୟର ମାନେ, କମାଣ୍ଡେଣ୍ଟ ମାନେ ଯେତେବେଳେ ମୋତେ କହିଲେ କି କଲର୍ ଭିଜନ୍ ବି ପଢ଼ା ହେସି, ଆଉ କଲର୍ ଭିଜନ୍ରେ ଗୋଟେ ଲେଟର୍, ୱାର୍ଡ଼, ସିମ୍ବଲ୍ ଆଉ ଗୋଟେ ସଂଖ୍ୟା ଥିସି, ସେଟା ପଢ଼ିଲି। ତ ସେ ତାକେ କେନ୍ତା କହିନି ବା ତାର ଗୋଟେ ଡାଉଟ୍ ହେଇଗଲା ଯେ କଲର୍ ମୋତେ ପଢ଼ାବା ଲାଗି ଚେଷ୍ଟା କଲା। ତ କଲର୍ କେନ୍ତା ଗୋଟେ ଦୁଇଟା କହିଲି, ତାପରେ ମୁଇଁ ନେଇ ଜାନି ନା କଲର୍। ମୁଇଁ ତ ଟୋଟାଲି କଲର୍ର ନାଁ ହିଁ ନେଇ ଜାନି। ଆଜି ମୋର ଝିଆରେ ବି ମୋତେ କହିସି ଯେ କାକା ମୋତେ ଏ ଡ୍ରେସ୍ ଆଣିଦେବ ବୋଲି, କେନ୍ କଲର୍ଟା ବୋଲସି ପଚରାଲେ ମୁଇଁ କହିସି ହଁ ଆଣିଦେବି ଯେ କଲର୍ ତ ନେଇ ଜାନା ବେଟା ବୋଲେ। ସେ ଭିଡ଼ିଓ କଲ୍ କରବ, ମୁଇଁ ଭିଡ଼ିଓ କଲ୍ ଏକା କହିବି ଏ କଲର୍ କିଏ ନେବି ବୋଲସି ମୋତେ। ସେ ଆଜତକ୍ କଲର୍ ନେଇ ଜାନି। ତ ସେ କଲର୍ ମୁଇଁ ସେ ଲୋକ କହିଲା କି ମୁଇଁ ନେଇ ଜାନି ନା, ସେ କମାଣ୍ଡେଣ୍ଟ କହିଲା କି ସେ କଲର୍ ଟୋଟାଲି ନେଇ ଜାନି। ମୁଇଁ ସାଇଲେଣ୍ଟ ରହିଗଲି। ତାପରେ ସେ ମୋତେ ମୋବାଇଲରେ ବାହାର କଲାରୁ କହିଲା ଯେ ତୁ କେନ୍ ଭାଷା ଜାଣିଛୁ? ମୁଁ ଓଡ଼ିଆ ଲୋକ। କହିଲା ପରେ ସେ ମୋତେ ଓଡ଼ିଆରେ ବି ବାହାର କଲା। ଖାଲି ପଢ଼ବାଟା ମୁଇଁ କଲର୍ ଆଜତକ୍ ନେଇ ଜାନି। ତାପରେ ମୁଇଁ ତାকে କହିଲି ସାର୍ ମୋର ଜୀବନରେ ମୁଁ କେବେ କଲର୍ ନେଇ ଜାନି, ଏବେ ଜାଣିବା ପାଇଁ ଚେଷ୍ଟା କରିବି, ମୋତେ ଥରେ ସୁଯୋଗ ଦିଅ ବୋଲି କହିଲେ। ଫେର୍ ମୋତେ ସେ ଡିସ୍କ୍ୱାଲିଫାଏ କରିଥିଲା। ଡିସ୍କ୍ୱାଲିଫାଏ ବେଲେ ଆଉଟ୍ କରବାଟା। ତାପରେ ମୋର ବିଲିଭ୍ ଥିଲା, ମୁଁ ବାହାରକୁ ଆଇଲି। ଆଉ ଆଜ୍ଞା ଯେ ତୁରନ୍ତ ଫୋନ୍ କଲି ପଡ଼ିଲା ଆଜ୍ଞା ଯେ ଏନ୍ତା ବିଷୟବସ୍ତୁ ହେଇଛେ, ଆଉ ମୋତେ ସେମାନେ କଲର୍ ଭିଜନ୍ ପାଇଁ ମୋତେ ଗେଟ୍ ଆଉଟ୍ କରିଦେଇଛ, ଡିସ୍କ୍ୱାଲିଫାଏ କରିଦେଇଛ। ବୋଇଲା ପରେ ମୁଁ ଆଇଲି, ଆଜ୍ଞାকে ପ୍ରେୟାର କରି ମୁଁ ଆଇଲି। ମୋର ବି ବିଲିଭ୍ ଥିଲା ମୋର ପରମେଶ୍ୱର ଅଛନ୍, ନିଶ୍ଚିତ ଭାବରେ ମୋତେ ମେଡ଼ିକାଲରେ ଫିଟ୍ କରିବେ ବୋଲି କରି ଭାବିଲି। ଆଉ ସେ ମୋର ମେଡ଼ିକାଲ ଫିଟ୍ ହେଲା ଯେତେବେଳେ ରିଜଲ୍ଟ ହେଲା। ଆଉ ମୋର ଭାଇର ବି ମେଡ଼ିକାଲ ହେଲା, ତାରଟା ଅଲଗା ଥିଲା, ମୁଁ ତ ନେଇ ଜାନି। ମୁଇଁ ଯେତେବେଳେ ଲେଟର୍ ମୁନା ପଢ଼ବାଟା ଥିଲା, ସବୁ ମୋ ଲେଟର୍ ପଢ଼ା ସରିଯାଇଥିଲା। ମୋର ଭାଇର ଲେଟର୍ ପଢ଼ା ଥିଲା, ସେ ଶୋଇଥିଲା। ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟର ଆର୍ମି ଫୋର୍ସରେ ଯେବେ ବି କୌଣସି ମେଡ଼ିକାଲ ହୁଏ କି କାଣା ବି ହେସି, ତାର ଟାଇମ୍ ଟେବୁଲ୍ କିଛି ନେଇ ରହେ। ପୁରା ଭୋକେ ଶୋଷେ ରହିକରି ଅଡ୍ ଟାଇମ୍ରେ ସେମାନେ କରସନ୍, ଯାହାଫଳରେ କି ସେ କ୍ୟାଣ୍ଡିଡେଟ୍ର ଶରୀରରେ ଯଦି ବି କୌଣସି ରୋଗ ଅଛି ବେଲେ ତାହା ବାହାରବା, ଆଉ ସେମାନେ ଗେଟ୍ ଆଉଟ୍ ହେବେ ବୋଲି କରି। ତ ମୁଇଁ ମୋର ଭାଇକି ନେଇ କହିଦିନା, ଆମେ ଭେଟି ନେଇ ଯେ ଭାଇ ଏ ପ୍ରକାର ବିଷୟ ପଢ଼ାପଢ଼ି କରୁଛ, ଆଉ ତୁଇ ଟିକେ ଡିଷ୍ଟାନ୍ସ ଆଲଫାବେଟିକାଲ୍କେ ପଢ଼ାସୁଁ। ଗୋଟେ ଆଖିକି କ୍ଲୋଜ୍ କରି ଗୋଟେ ଆଖିରେ ପଢ଼ା ଯାଇସି 6x6ର ଲେଟର୍। ଇ ଆଖି ସରିଲା ପରେ ଇ ଆଖି ଆସି। ତ ମୁଇଁ ମୋର ଭାଇକି ନେଇ କହିଲା ଅଲଗା ବେଳକୁ। ତାପରେ ମୋର ଭାଇ ଶୋଇଥିଲା। ରାତି 11 ବଜେ ମୋର ଭାଇକି ମାନକେ ଡାକଲା
ମାନେ ସେ 6x6 ଆଲଫାବେଟିକାଲ ପଢ଼ବା ଲାଗି। ତ ମୋର ଭାଇ ଶୁଣିଥିଲା ହଠାତ୍ ମୋ ଭାଇ ଡାକଲା ଯେ ସେ କିଛିଟା ୱାନ୍ ସାଇଡ଼୍ର ଆଖିରୁ କହିପାରିଲା ବୋଧେ, ଆଉ ଗୋଟେ ଆଇର ବାଟରୁ ନାଇଁ କହିପାରିଲା ପରେ ମୋ ଭାଇକେ ନେକ୍ସଟ ମେଡ଼ିକାଲରେ ତୁମକୁ ଡକାଯିବା ଆଉ ତୁମକୁ ସ୍ଥଗିତ ରଖାହେଇଛି ବୋଲି କହିଲା। ତାପରେ ଯେତେବେଳେ ମୋର ଭାଇ ଫୋନ୍ କଲା ଆମକେ, ମୁଇଁ ପଳେଇଲି। ମୋର ସରିଲା କି ମୁଇଁ କାଣା କର୍ବାକେ ଶୋଇ ରହିବି, ମୁଇଁ ରହିବି ବେଲେ ବି ମୋର ଜଣ ପିଛା 1200 ନା କେତେ ଟଙ୍କା ଗୋଟେ ଥିଲା ଘର ଭଡ଼ା। ଆମେ ଦୁଇ ଭାଇ ଗୋଟେ ଦିନକେ 2400 ଟଙ୍କା ଦଉଥିଲୁ, ସେଟା ଆମର ଏକ୍ସଟ୍ରା ଖାନା ପିନା ଥିଲା। ତ ମୁଇଁ ଆଉ କାଣା କରିବି, ମୋର ମେଡ଼ିକାଲ ସରିଲା ବୋଲି ପଳେଇଲି। ତ ମୋର ଭାଇ ଯେତେବେଳେ ତାହାକେ କିଛି ଦିନ ରଖା ହେଲା ପରେ ତୁମକୁ ମେଡ଼ିକାଲ ଆଜି ନେଇ କରି କାଲି ନେଇ କରି ଏମିତି ଏମିତି ରହିଲା। ମୋ ଭାଇ ବହୁତ ଡରିଗଲା, ବହୁତ ଦୁଃଖ କଲା, ଏତେ କାନ୍ଦିଛି ଯେ ମୁଇଁ ତାର ଭାଇ ହେଲେ ବି ମୋତେ ମାନେ ଏତେ ଗୋଟେ ଦୁଃଖ ଫିଲ୍ କଲା ଯେ ମୋର ମା ମୋତେ ରାତି ସାରା କହୁଛନ୍ ତୁଇ କାଁ ମୋର ପିଲାକେ ଛାଡ଼ିଲ ରେ, ତୁଇ ମୋର ପିଲା ପାଖେ ଥିବା କଥା ବୋଲିକରି ମୋର ମା ମୋତେ ବହୁତ କହିଛନ୍। ତାପରେ ମୁଇଁ ଆଜ୍ଞାକେ କହିଲି ପଳାଇସି, ଫୋନ୍ କରିଥିଲି ଆଜ୍ଞା ଏନ୍ତା ଏନ୍ତା କଥା ହେଇଛି, ଆଉ ମୋର ଭାଇକି ଅସୁବିଧା ହେଇଛି, ଆଉ ନିଶ୍ଚିତ ଭାବରେ ଆପଣ ପ୍ରେୟାର କରିଦେଲେ ପରମେଶ୍ୱର ନିଶ୍ଚିତ ଭାବେ ଆପଣଙ୍କର ଡାକ ଶୁଣୁଛନ୍, ଆଉ ଆପଣ ପ୍ରାର୍ଥନା କରିଦିଅନ୍ ବୋଲି କହିଲି। କହିଲା ପରେ ମୋର ଭାଇ ମେଡ଼ିକାଲ 3 ଦିନ କି 4 ଦିନ ପରେ ହେଲା ଯେ ସେ ମୋର ଭାଇ ତାପରେ ଲାଷ୍ଟ ମେରିଟ୍ ଲିଷ୍ଟ ବାହାରିଛି। ହଠାତ୍ ନେଇ କୁହନ୍ତୁ ମେଡ଼ିକାଲ ଗଲା ପରେ ବି 4-5 ଘଣ୍ଟା 8 ଘଣ୍ଟା ଗଲା ପରେ ବି ସେଟା ରିପୋର୍ଟ ଜଣା ପଡ଼ୁଛି। ତ ଜଣା ପଡ଼ିଲା ପରେ ମେଡ଼ିକାଲ ଫିଟ୍ ହେବା ବୋଲି କହିଲା। ଏ ମୋ ଭାଇ ତାପରେ ଘରକୁ ଆଇଲା, ଆଉ ଘରକୁ ଆଇଲା ପରେ ଫେରେ ତାର ଯେତେବେଳେ ଜଏନିଂ ଥିଲା, ସର୍ଭିସ୍ କରି ଯିବାର ଥିଲା, ସେ ଟାଇମ୍ରେ ସେ ବି ଭାରି ଡରୁଥିଲା ଆଉ ଯିବି କି ନାଇଁ ବୋଲି। ଆକ୍ଚୁଆଲି ଆମ ଫ୍ୟାମିଲିରେ ସମସ୍ତ ଲୋକ ସର୍ଭିସ୍ ହୋଲ୍ଡର, ମୋତେ ଜଣା ଲୋକେ ଛାଡ଼ିଦେଲେ। କାହିଁକି ଆମ ଫ୍ୟାମିଲିରେ ସବୁ କିଏ କେନ୍ ଅଫିସରେ ଅଛନ୍ ସେଟା କହିଲେ ତ ବେଶୀ ଟାଇମ୍ ଲାଗ୍ବା, କିନ୍ତୁ ମୋର ଭାଇ ନେଇକି ଆକା ବଢ଼ୁଥିଲା। ସବୁ ତ ଗୋଟେ ଇଣ୍ଡିଆନ୍ ଆର୍ମିରେ ଅଛି, ଗୋଟେ OCPରେ ଅଛି, ଗୋଟେ ଏଜୁକେସନ୍ ଡିପାର୍ଟମେଣ୍ଟ ଅଛି, ଗୋଟେ କଳାହାଣ୍ଡି ଡିଷ୍ଟ୍ରିକ୍ଟରେ ଯେତିକି ବି ହାଇସ୍କୁଲ ଟିଚର ଅଛନ୍ ସମସ୍ତଙ୍କର ଦରମା ମୋର ଭାଇ କରସି। ତ ସବୁ ଲୋକ ଟିଚର ଅଛନ୍, ମୋର ଭାଉଜ ମାନେ ବି ଟିଚର ଅଛନ୍, ନାଇଁ ନା ମୁଇଁ ନେଇଯାଏ। ମୁଇଁ ଇନ BSc କରିଛେ, MSc କରିବି ଆଉ IAS କୋଚିଂ କରିବି ଆଉ କଲେକ୍ଟର ହେବି ବୋଲୁଥିଲା। ତାପରେ ସେ ତାକେ ଯା ବାବୁ ଯା ବୋଇଲୁ ଆମେ, ଡରି ନେଇଯିଆ ବୋଲୁଥିଲା। ଆଉ ଆଜ୍ଞାଙ୍କର ବି ଫୋର୍ସ ହେବା ଯୋଗୁଁ ଆଜ୍ଞା ବି ଆମକୁ ବହୁତ ମାନେ କାଣା ଆମକୁ କହିଲେ କି ଆଶ୍ୱାସନା ଦେଲେ ଯେ କି କିଛି ଅସୁବିଧା ନାହିଁ, ଭଲସେ ତାଙ୍କର ଟ୍ରେନିଂ ସରିବା, ଭଲସେ ଫେରି ପାରିବେ, କିଛି ପ୍ରୋବ୍ଲେମ୍ ନାହିଁ ବୋଲି ଆମକୁ ସେ କହିଲେ। ଆଉ ପରମେଶ୍ୱରଙ୍କ ପାଖରେ ବି ସେ ପ୍ରାର୍ଥନା କଲେ। ଆଉ ମୋର ଭାଇ ଏବେ ସେ ଟ୍ରେନିଂ ଖତମ କରି ଏବେ ଆସିଛନ୍। ଆଉ ପରମେଶ୍ୱର ମୋର ଭାଇକି ଭଲସେ ଟ୍ରେନିଂ କରି ଭଲସେ ଘରକୁ ଫେରାଇ ଆଣିଛନ୍, ସେଥିପାଇଁ ଧନ୍ୟବାଦ। ଆଉ ବହୁତ ଲୋକ ଡିସକ୍ୱାଲିଫାଏ ହେଲେ, ଚାକିରି ପାଇକରି ଯାଇକରି ଟ୍ରେନିଂ ବି କରୁଥିଲେ, ଆଉ 60ଟା ପିଲା ପଳେଇ ଯାଇଛନ୍ ଟ୍ରେନିଂର ହାର୍ଡ ଟ୍ରେନିଂକେ ଦେଖିକରି। କାହାକେ ତ ଗୋଡ଼ ଫ୍ରାକ୍ଚର ହେଇଯାଏ, କାହାକେ ବସନ୍ତ ହେଇଗଲେ କରେଣ୍ଟ ଟାଇମ୍ରେ ରଖୁଥିଲେ, ବହୁତ କିଛି ଏମିତି ହେଉଥିଲା। କିନ୍ତୁ ପରମେଶ୍ୱର ଯୋଜନା ଏଭଳିଆ ଥିଲା ଯେ ଆମର କଳାହାଣ୍ଡିର ଜଣେ ଲଡ଼ୁଗାଁର SI ଗୋଟେ ଅଛନ୍, ସେ ମେଡ଼ିକାଲ ଡିପାର୍ଟମେଣ୍ଟରେ ଅଛନ୍, ସେ ମୋର ଭାଇକେ ବହୁତ ସପୋର୍ଟ କଲା। ତୋତେ ଜାଣା ବି ହେବା ଯେକୌଣସି ବିଷୟବସ୍ତୁରେ ଅସୁବିଧା ହେବା ବେଲେ ତୁଇ ମୋତେ କହିବୁ, ମୁଇଁ ତୋତେ ସବୁ ସୁବିଧା କରିବି ବୋଲି କହିଲା। କାହିଁକି ତାର ଫ୍ୟାମିଲିରେ କିଏ ଗୋଟେ ବି ଟିଚର ଅଛନ୍ ବୋଧେ ଭବାନୀପାଟଣାରେ। ତ ମୋର ଭାଇ ସେ ଅଫିସର ତାର ଅଫିସର ଅଛେ, କାହିଁକି ତାଙ୍କ ଦରମା ପାତି ଆମର ଭାଇ ଆକା କରସି। ତ ସେ କେନ୍ତା ଖବର ପାଇଲା, କଥାବାର୍ତ୍ତା ହେଲା ପରେ ଏଇଟା ମୁଇଁ ଭାବୁଛି ଯେ ଏଇଟା ଗୋଟେ ମଣିଷ କେବେ ମଣିଷକୁ ତ ହେଲ୍ପ କରି ନେଇ ପାରେ, କିନ୍ତୁ ପରମେଶ୍ୱର ଯଦି ତାଙ୍କର ଯୋଜନା ଥିଲେ ପରମେଶ୍ୱର ଗୋଟେ ଜଣେ ବ୍ୟକ୍ତିକେ ତାଙ୍କ ଦ୍ୱାରା କାର୍ଯ୍ୟ କରାସନ୍। ନାଇଁ ତ ମୋର ଭାଇ ଗୋଟେ କଳାହାଣ୍ଡିର ଲୋକ, କେତେ କଳାହାଣ୍ଡିର ଲୋକ ବି ଯାଇଥିବେ କିନ୍ତୁ କିଛି ନାଇଁ କରିପାରେ। ମାନେ ମୋର ଭାଇକି ଏତେ ସପୋର୍ଟ ସେ କରିଛନ୍, ପରମେଶ୍ୱର ସେଟା ପଠେଇଛନ୍ ଆଉ ସେ ସପୋର୍ଟ କରେଇଲେ। ଆଉ ଧନ୍ୟବାଦ ଦେବି ମୋର ପରମେଶ୍ୱର କି ମୋର ଭାଇକି ସୁନ୍ଦର ଭାବରେ ଟ୍ରେନିଂରେ ଖତମ କରି ପାଖେ ଆଣିଲେ, ଆପଣମାନଙ୍କ ପାଖେ ଉପସ୍ଥାପନ କଲେ, ଆପଣମାନଙ୍କୁ ଦେଖିବା ପାଇଁ ଆଉ ଦେଖିପାରୁଛି ମୋର ଭାଇର ଗୌରବ ସେଟା। ଆଉ ଆମମାନଙ୍କର ବି ଗୌରବ ଏଇଟା କି ଆପଣମାନଙ୍କର ଯେନ୍ ପ୍ରାର୍ଥନା ବଳରେ, ଆପଣମାନଙ୍କର ଯେନ୍ ସ୍ନେହ ବଳରେ ଆମେ
ଆମର ଭାଇ ବି ପହଞ୍ଚି ପାରିଲେ ଆପଣଙ୍କ ପାଖେ ଆମେ ବି ପହଞ୍ଚି ପାରୁଛୁ ଏଭଳିଆ ଚର୍ଚ୍ଚ ପାଇକରି ଆମେ ବହୁତ ଗର୍ବିତ କରଛୁ ଆଉ ବହୁତ ଗର୍ବ କରଛୁ ଆଉ ପରମେଶ୍ୱର ତ ଯେତେ ଗୁଣା ଧନ୍ୟବାଦ ଦେଲେ ବି ମଣିଷ ତୁଲେ ମଣିଷ ସବୁବେଳେ ତୁଲେ ପରମେଶ୍ୱରকে ଧନ୍ୟବାଦ 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 କେତେ ଧନ୍ୟବାଦ ଦେଲେ ବି ତୁଲେ କି କାହିଁକି ପରମେଶ୍ୱର ତ ଆମକୁ ଗଢ଼ିଛନ୍ ଆମେ ତ ଆମର ମାଆ ପେଟ ଭିତରୁ ତାଙ୍କର ଋଣିଆ ତ ଧନ୍ୟବାଦ ଦେବି ଏଇଟା ଥିଲା ଆମର ଛୋଟିଆ ସାକ୍ଷ୍ୟ ଆଉ ଆପଣମାନେ ଆହୁରି ମୋର ଭାଇ ପାଇଁ ପ୍ରେୟାର କରିବେ ସେ ବି ଡ୍ୟୁଟି କରୁଛି ଏବେ ୟୁପିରେ ଅଛି ଆଉ ସେ ଭଲସେ ଯେନ୍ତା ଡ୍ୟୁଟି କରିବା ରିଟାୟାରମେଣ୍ଟ ହେଇକରି ବି ଭଲସେ ଆସିପାରବା ଆପଣମାନେ ସେଟା ପ୍ରାର୍ଥନା କରିବେ ଆଉ ଆପଣଙ୍କର ପ୍ରାର୍ଥନା ବଳରେ ନିଶ୍ଚିତ ଭାବରେ ମୋ ଭାଇ ଠିକ୍ ଡ୍ୟୁଟି କରି ଘରକୁ ଫେରି ପାରବା।